ଆପଣ ନିଜ ରାଜ୍ୟରେ ପ୍ରବେଶ କଲେ ମତେ ସ୍ମରଣ କରିବେ। ଏହିପରି ବ୍ୟକ୍ତିଙ୍କୁ ପରମେଶ୍ୱର କହିଲେ ଆଜି ଯଦି ତୁମେ ମୃତ୍ୟୁବରଣ କରୁଅଛ ତେବେ ବି ତୁମେ ଆଜି ମୋ ସହିତ ପାରଦେଶରେ ସାକ୍ଷାତ କରିବ। ସ୍ଥାନରେ ଆମେ ଦେଖିପାରୁଛୁ 43 ପଦରେ ଲେଖାଯାଏ ସେଥିରେ ସେ ତାହାଙ୍କୁ କହିଲେ ମୁଁ ସତ୍ୟ କହୁଅଛି ଆଜି ତୁମେ ମୋହର ସହିତ ପାରଦେଶରେ ଉପସ୍ଥିତ ହେବ। ହାଲେଲୁୟା। ସେହି ବ୍ୟକ୍ତିଙ୍କୁ ଯୀଶୁ ଖ୍ରୀଷ୍ଟ ପାରଦେଶରେ ଉପସ୍ଥିତ କଲେ। ସେହି ବ୍ୟକ୍ତିଙ୍କୁ ଯୀଶୁ ଖ୍ରୀଷ୍ଟ ପରିତ୍ରାଣ ଦେଲେ। ଆମେମାନେ ଜାଣିପାରୁଅଛୁ ସେ ପରିତ୍ରାଣ ପ୍ରାପ୍ତ ହେଲେ ଯୀଶୁ ଖ୍ରୀଷ୍ଟଙ୍କୁ ସେ ବିଶ୍ୱାସ କଲେ। ଆଜି ଆମମାନଙ୍କର ଶେଷ ସୀମା ହେଇଥାଇପାରେ ଆଜ୍ଞା ଏହି ସ୍ଥାନରେ ଚରମଙ୍କର ଶେଷ ନିଶ୍ୱାସରେ ସେ ପରିତ୍ରାଣ ପ୍ରାପ୍ତ ହେଉଛନ୍ତି। ଶେଷ ନିଶ୍ୱାସରେ ସେ ଯୀଶୁ ଖ୍ରୀଷ୍ଟଙ୍କୁ ଗ୍ରହଣ କରୁଛନ୍ତି। ସେ କାଲବରୀ କ୍ରୁଶରେ ମୃତ୍ୟୁବରଣ କରିବା ପାଇଁ ତାଙ୍କର କଣ୍ଟା ମାରା ହେଇଛି, ହାତ ଗୋଡ଼ ସବୁ କଣ୍ଟା ମାରା ହେଇଛି, କିନ୍ତୁ ସେ ମୁଖ ଦ୍ୱାରା ସ୍ୱୀକାର କରୁଛନ୍ତି ତାଙ୍କର ସମସ୍ତ କିଛି ବନ୍ଦ ଅଛି, କୌଣସି ଭାବରେ କିଛି କାର୍ଯ୍ୟ କରିପାରୁନାହାନ୍ତି, କିନ୍ତୁ ତାଙ୍କର ମୁଖ ଦ୍ୱାରା ସେ ପରମେଶ୍ୱରଙ୍କୁ ପ୍ରଶଂସା କରୁଛନ୍ତି। ପ୍ରିୟର ମାନେ ମୁଁ କହିବା ନିମନ୍ତେ ଚାହେଁ ଆମମାନଙ୍କର ମୁଖ ଦ୍ୱାରା ଆମେମାନେ ଯୀଶୁ ଖ୍ରୀଷ୍ଟଙ୍କୁ ସ୍ୱୀକାର କରିବା ଏବଂ ଆମମାନଙ୍କର ହୃଦୟରେ ଆମେମାନେ ବିଶ୍ୱାସ କରିବା ତେବେ ଯୀଶୁ ଖ୍ରୀଷ୍ଟ ଆମମାନଙ୍କୁ ପରିତ୍ରାଣ ଦେବା ନିମନ୍ତେ ଚାହେଁ। ପରିତ୍ରାଣ ଜଣେ ମନୁଷ୍ୟ କିପରି ପାଇଥାଏ? ଜଣେ ଯୀଶୁଙ୍କୁ ପ୍ରଭୁ ବୋଲି ସ୍ୱୀକାର କରିବା ଆବଶ୍ୟକତା ଅଛି ଏବଂ ମନରେ ବିଶ୍ୱାସ କରିବା ଆବଶ୍ୟକତା ଅଛି, ତେବେ ସେ ପରିତ୍ରାଣ ପ୍ରାପ୍ତ ହେବ। ମୋର ପ୍ରିୟର ମାନେ ସେହି ସମୟରେ ମଧ୍ୟ ସେ ବ୍ୟକ୍ତି ସେ ଯୀଶୁ ଖ୍ରୀଷ୍ଟଙ୍କୁ ପ୍ରଭୁ ବୋଲି କହିକି ସ୍ୱୀକାର କଲେ। ତାଙ୍କର ହାତ ଗୋଡ଼ ସବୁ ବନ୍ଦ ଥିଲା ଆଜ୍ଞା, କିନ୍ତୁ ତାଙ୍କର ମୁଖ ଦ୍ୱାରା ସେ ସ୍ୱୀକାର କଲେ, ମନରେ ବିଶ୍ୱାସ କଲେ। ତେଣୁ ମୁଁ କହିବା ନିମନ୍ତେ ଚାହେଁ ଏହି ସ୍ଥାନରେ ଆପଣମାନଙ୍କର ବି ସମୟ ନଥିବ ଆଜ୍ଞା, ଶେଷ ସୀମାରେ ଆପଣମାନେ ଥିବେ ଆଉ ଶଯ୍ୟାଗତ ହୋଇକି ଥିବେ, ଆପଣମାନେ ଶୋଇଥିବେ, ଆପଣମାନେ ସେଇ ଖଟଟାରୁ ଉଠୁନଥିବେ, ଆପଣମାନେ ହ୍ୱିଲ ଚେୟାରଟାରୁ ଉଠୁନଥିବେ, ଆପଣମାନେ ଚାଲି ପାରୁନଥିବେ, ଆପଣମାନେ ବଙ୍କୁଳି ବାରି ଧରି ବୁଲୁଥିବେ, ଆପଣମାନେ ବୃଦ୍ଧ ହେଇଥିବେ, ଆପଣମାନେ କୌଣସି ଭାବରେ କାର୍ଯ୍ୟ କରିପାରୁନଥିବେ, ଆପଣମାନେ କଥା କହିପାରୁନଥିବେ, ଆପଣମାନଙ୍କର ଚକ୍ଷୁ ଦେଖିପାରୁନଥିବ। ଯଦି ଚକ୍ଷୁ ଦେଖିପାରୁନାହିଁ ତେବେ ଆପଣମାନେ କାନରୁ ଶୁଣୁଛନ୍ତି, ମନରେ ବିଶ୍ୱାସ କରନ୍ତୁ, ଯୀଶୁ ଖ୍ରୀଷ୍ଟଙ୍କୁ ସ୍ୱୀକାର କରନ୍ତୁ, ତେବେ ନିଶ୍ଚିତ ଭାବରେ ପରମେଶ୍ୱର ଆପଣଙ୍କର କାର୍ଯ୍ୟ କରିବା ନିମନ୍ତେ ଚାହାନ୍ତି। ଯଦି ଆପଣମାନେ ଚକ୍ଷୁରେ ଦେଖିପାରୁଛନ୍ତି, ମୁଖରେ କଥା କହିପାରୁନାହାନ୍ତି, ତେବେ ଆପଣମାନେ ବ୍ୟସ୍ତ ହୁଅନ୍ତୁ ନାହିଁ। ଆପଣମାନେ ଚକ୍ଷୁରେ ଦେଖିକି ଯେଉଁମାନେ ପରମେଶ୍ୱରଙ୍କର ବାକ୍ୟ କହୁଛନ୍ତି ସେମାନଙ୍କୁ ଦେଖନ୍ତୁ ଏବଂ ସେ କାନ ଦ୍ୱାରା ଶୁଣିକି ଆପଣମାନେ ବିଶ୍ୱାସ କରନ୍ତୁ ଏବଂ ପରମେଶ୍ୱର ଆପଣମାନଙ୍କୁ ପରିତ୍ରାଣ ଦେବେ। ଆପଣମାନଙ୍କୁ ପରିତ୍ରାଣ ପାଇବା ପାଇଁ ହେଲେ କୌଣସି ଭାବରେ କ୍ୱାଲିଫିକେସନ ଆବଶ୍ୟକତା ନାହିଁ। ଆପଣମାନେ ପରିତ୍ରାଣ ପାଇବା ପାଇଁ ହେଲେ କୌଣସି ଭାବରେ ଆପଣମାନଙ୍କୁ ଡିଗ୍ରୀ ଆବଶ୍ୟକତା ନାହିଁ। ପରିତ୍ରାଣ ପାଇବା ପାଇଁ ହେଲେ କୌଣସି ଭାବରେ ଆପଣମାନଙ୍କୁ ଯୁବା ହେବା ପାଇଁ ଆବଶ୍ୟକତା ନାହିଁ। କୌଣସି ଭାବରେ ଆପଣମାନେ ୟଙ୍ଗ ହେବା ପାଇଁ ଦରକାର ନାହିଁ। ଯଦି ପୋଲିସରେ ଜଏନ୍ କରିବେ ଆଜ୍ଞା ସେମାନଙ୍କ ପାଇଁ ଫିଟନେସ୍ ଦରକାର ହେଉଛି। ଯଦି ଆପଣମାନେ କୌଣସି ଜବରେ ଜଏନ୍ କରିବେ ସେହି ସମୟରେ ମଧ୍ୟ ଆପଣମାନଙ୍କର କ୍ୱାଲିଫିକେସନ ଆବଶ୍ୟକତା ଅଛି। କିନ୍ତୁ ମୁଁ କହିବା ନିମନ୍ତେ ଚାହେଁ ପରିତ୍ରାଣ ପ୍ରାପ୍ତ ହେବା ପାଇଁ ଯେକୌଣସି ବ୍ୟକ୍ତିଙ୍କୁ ମଧ୍ୟ ପରମେଶ୍ୱର ଡାକନ୍ତି, ଛୁଆ ହଉ କି ସେ ୟଙ୍ଗ ହେଇଥାଉ କି ସେ ବୃଦ୍ଧ ହେଇଥାଉ, ସେ ଶଯ୍ୟାଗତରେ ଥାଉ, ଯେକୌଣସି ସମୟରେ ଥାଉ, ସେ ଯୀଶୁ ଖ୍ରୀଷ୍ଟଙ୍କ ବିଶ୍ୱାସ କରୁ ସେ ପରିତ୍ରାଣ ପ୍ରାପ୍ତ ହେବ। ଯଦି ସେ ଯୀଶୁ ଖ୍ରୀଷ୍ଟଙ୍କ ବିଶ୍ୱାସ କରୁଛି ତେବେ ସେ ପରିତ୍ରାଣ ପ୍ରାପ୍ତ ହେବ। ସେଇଥିପାଇଁ ସେଇ ବ୍ୟକ୍ତିଙ୍କୁ ମଧ୍ୟ ଆମ୍ଭେମାନେ ଜାଣୁନାହୁଁ ଆଜ୍ଞା ସେ ଶେଷ ସମୟରେ କିପରି ଭାବରେ ସ୍ମରଣ କଲେ ଯୀଶୁ ଖ୍ରୀଷ୍ଟଙ୍କୁ, ତାପରେ ସେ ପରିତ୍ରାଣ ପ୍ରାପ୍ତ ହେଲେ। ସେ ଶେଷ ନିଶ୍ୱାସରେ ସେ ବିଶ୍ୱାସ କରି ପରିତ୍ରାଣ ପ୍ରାପ୍ତ ହେଲେ। ଆଜି ଆପଣମାନେ ଶେଷ ନିଶ୍ୱାସରେ ଯଦି ଅଛନ୍ତି ପ୍ରାର୍ଥନା କରନ୍ତୁ, ଯୀଶୁ ଖ୍ରୀଷ୍ଟଙ୍କ ଠାରେ ବିଶ୍ୱାସ କରନ୍ତୁ। ସେ ହିଁ ଏକମାତ୍ର ଉଦ୍ଧାରକର୍ତ୍ତା, ସେ ହିଁ ଆମ୍ଭମାନଙ୍କୁ ପରିତ୍ରାଣ ଦେବା ପରମେଶ୍ୱର, ସେ ହିଁ ଆମମାନଙ୍କୁ ସ୍ୱର୍ଗ ରାଜ୍ୟରେ ସ୍ଥାନ ଦେବ। ପ୍ରିୟମାନେ ସେଇଥିପାଇଁ ଆସନ୍ତୁ ଆମ୍ଭେମାନେ ବିଶ୍ୱାସ କରିବା ସେଇ ବ୍ୟକ୍ତିଙ୍କ ପରି ଆମମାନଙ୍କର ମନର ହୃଦୟରେ ପ୍ରଭୁଙ୍କୁ ବିଶ୍ୱାସ କରିବା, ଯୀଶୁ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରିବା, ତେବେ ଯୀଶୁ ଖ୍ରୀଷ୍ଟ ନିଶ୍ଚିତ ଭାବରେ ଆମମାନଙ୍କୁ ପରିତ୍ରାଣ ଦେବେ। ସେହି ପରିତ୍ରାଣ ପ୍ରାପ୍ତ ହେବା ନିମନ୍ତେ ହେଲେ ଆମ୍ଭମାନଙ୍କୁ ତାହାଙ୍କ ଠାରେ ବିଶ୍ୱାସ କରିବାର ଅଛି। ତାହାଙ୍କ ଠାରେ ବିଶ୍ୱାସ କଲେ ସେ ଆମ୍ଭମାନଙ୍କୁ ପରିତ୍ରାଣ ଦେବେ। ସେଇଥିପାଇଁ ଆମ୍ଭେମାନେ ସୁନିଶ୍ଚିତ ଭାବରେ ତାହାଙ୍କ ଠାରେ ବିଶ୍ୱାସ କରିବା ଆବଶ୍ୟକତା ଅଛି। ଆଉ ଯଦି ଆଜି ପର୍ଯ୍ୟନ୍ତ ଆମ୍ଭେମାନେ ଯଦି ଯୀଶୁ ଖ୍ରୀଷ୍ଟଙ୍କୁ ଜାଣିନାହୁଁ, ଆମ୍ଭେମାନେ ବୃଦ୍ଧ ହେଇଥାଉ, ଆମ୍ଭେମାନେ ଶଯ୍ୟାଗତରେ ରହିଥାଉ, ଆମ୍ଭେମାନେ ଯେକୌଣସି ସ୍ଥାନରେ ଥାଉ, ଆମ୍ଭମାନଙ୍କର ମୁଖରେ ବାକ୍ୟ ନ ବାହାରୁ କିନ୍ତୁ ଆମ୍ଭେମାନେ କାନ ଦ୍ୱାରା ଶୁଣିବା, ଆମ୍ଭମାନଙ୍କର ଚକ୍ଷୁ ନ ଦେଖୁ କିନ୍ତୁ ଆମ୍ଭେମାନେ କାନ ଦ୍ୱାରା ଶୁଣିବା, ଆମ୍ଭମାନଙ୍କର ହୃଦୟରେ ବିଶ୍ୱାସ କରିବା, ମୁଖ ଦ୍ୱାରା ସ୍ୱୀକାର କରିବା, ପରମେଶ୍ୱର ଆମ୍ଭମାନଙ୍କୁ ନିଶ୍ଚିନ୍ତ ଭାବରେ ପରିତ୍ରାଣ ଦେବେ। ସେହି ପରିତ୍ରାଣକୁ ଯଦି ଆମ୍ଭେମାନେ ପାଇବା ନିମନ୍ତେ ଚାହୁଁଛୁ ମୋର ପ୍ରିୟମାନେ, ତେବେ ଯୀଶୁ ଖ୍ରୀଷ୍ଟଙ୍କ ନିକଟକୁ ଆସନ୍ତୁ। ଯୀଶୁ ଖ୍ରୀଷ୍ଟଙ୍କ ନିକଟକୁ ଆସନ୍ତୁ। एकमात्र पुत्र, एकमात्र ଯୀଶୁ ଖ୍ରୀଷ୍ଟ, एकमात्र ଜୀବିତ ପରମେଶ୍ୱର, ସେହି एकमात्र उद्धारकर्ता अटंती, से ही एकमात्र परित्राणदाता अटंती, से ही आम्भମାନଙ୍କୁ उद्धार करि परिबे। जगतर कोनसी नाम दिया जाय नाही जाहाके आम्भମାନଙ୍କୁ उद्धार करिवो, आम्भମାନଙ୍କୁ परित्राण देबो। तेणु आसंतो आम्भमाने आज आम्भमाने यीशु ख्रीष्टଙ୍କ ठारे समर्पित करिबा, आम्भमाने यीशु ख्रीष्टଙ୍କ ठारे विश्वास करिबा, तेबे से आम्भମାନଙ୍କୁ एही चोर व्यक्तिଙ୍କ परि से जेपरि परित्राण प्राप्त हेले सेही परि आम्भମାନଙ୍କୁ ମଧ୍ୟ परित्राण देबे। यही वाक्य हेतु परमेश्वर आम्भମାନଙ୍କୁ आशीर्वाद करंतु। आमेन।